ମଞ୍ଚରେ 85 ନମ୍ବର ସମସ୍ତ ଅତିଥି ବା ମୋ ଗୁରୁ କହିଲେ କିଛି ଅପବ୍ୟୟ ହେବ ନାହିଁ, କାରଣ ମୋ ଅଞ୍ଚଳର ଶିକ୍ଷାବିତ ମ୍ୟାଡ଼ାମ ନିଜେ ଏଠି ଅଛନ୍ତି, କଲେଜର 2 ଜଣ ଅଧ୍ୟାପକ ଅଛନ୍ତି ଏବଂ ନବାଗତ ନୂଆ ମେଡିକାଲ କଲେଜ ଗୋଟେ ଖୋଲିଛି ଆମର ଦିବ୍ୟଜ୍ୟୋତି, ସେଥିରୁ 2 ଜଣ ମ୍ୟାଡ଼ାମ ବି ଅଛନ୍ତି ଏବଂ ମୋ ଅଞ୍ଚଳ ମୋ ପାଖ ଗାଁର ମୋ ଜେଜେ ବା ମୋ ଭାଇ କହିଲେ ସମ୍ବୋଧିତ ହେବ ନାହିଁ, ସାମ୍ବାଦିକ ସନ୍ତୋଷ ବାବୁ ଅଛନ୍ତି ଏବଂ ଯେହେତୁ ଏ ସଭା ହେଉଛି ଗୁରୁ ଏବଂ ଶିଷ୍ୟମାନଙ୍କର ସଭା ବା ସେରିମନି, ମା ମଙ୍ଗଳା ଷ୍ଟଡି ସର୍କଲରେ ଏଇଟା ବୋଧେ ପ୍ରଥମ ବାର୍ଷିକ ସେରିମନି, ବୋଧେ ପ୍ରଥମ ବାର୍ଷିକ ସେରିମନି, ତେଣୁ ମୁଁ ମାଙ୍କ ଉପରେ 2 ପଦ କହିବି। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ସେବାତ୍ରୀ ସୁନାସୁତା ନମସ୍ତେ। ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ 2 ପଦ ପିଲାମାନଙ୍କୁ କିଛି ଶିକ୍ଷଣୀୟ କଥା କହିବି, ଯଦି ପିଲାମାନେ ଶୁଣିବେ ମନ ଦେଇ ତାପରେ ମୁଁ ମୋର କିଛି କାହାଣୀ କହିବି ବା ଅଙ୍ଗେ ନିଭେଇଥିବା କଥା କହିବି, ଯାହାକୁ ଆପଣମାନେ ଶୁଣିଲେ ହୁଏତ ଆପଣ କାମରେ ଲଗେଇ ପାରନ୍ତି ବା ହୃଦୟଙ୍ଗମ କରିପାରିବେ ନା ଆମେ ଶିକ୍ଷା ପ୍ରତି କ'ଣ ଆମର ଅବଦାନ ରହିଛି ବା ଆମକୁ କୋଉଭଳି ପ୍ରଥମେ ଶିକ୍ଷାର ଲାଭ ମିଳୁଛି। ମୁଁ ଯେତେବେଳେ 6ଠ 7ମ ଯାଏ ପଢୁଥିଲି ମୋ ପାଖରେ ଚପଲ ନଥିଲା, ଦୁଃଖର ସହ କହିବାକୁ ପଡୁଛି ସେତେବେଳେ ପରିସ୍ଥିତି ଏତେ ଖରାପ ଥିଲା, ମାନେ ଆମେ 2 ଓଳି 2 ମୁଠା ଖାଇବାକୁ ପାଉନଥିଲୁ, କିନ୍ତୁ ଏବେ ସରକାରଙ୍କ ପ୍ରଚେଷ୍ଟା ଗାଁ ଗାଁରେ ସ୍କୁଲ, ପ୍ରତ୍ୟେକ ଗାଁରେ କୋଚିଂ ସେଣ୍ଟର, ପ୍ରତ୍ୟେକ ଗାଁରେ ବିଭିନ୍ନ ପ୍ରକାର ପାଠର ଯେମିତି ପାଠାଗାର ଲାଇବ୍ରେରୀ ଖୋଲି ଯାଇଛି। ୟା ଭିତରେ ଆପଣମାନେ ଯୋଉମାନେ ସବୁ କୁନି କୁନି ପିଲା ଅଛନ୍ତି ଆପଣମାନଙ୍କର ପଢ଼ାରେ ଆଉ କୌଣସି ଅସୁବିଧା ନଥିବ, କାରଣ ମୁଁ ନିଜେ ଦେଖୁଛି ମୋ ପିଲାମାନେ ବି ଏବେ ପଢୁଛନ୍ତି, ସ୍କୁଲରୁ ବହି ମିଳି ଯାଉଛି, ଖାଇବାକୁ ସ୍କୁଲରୁ ବି ମିଳି ଯାଉଛି, ସ୍ୱାସ୍ଥ୍ୟ ସମସ୍ୟା କିଛି ଆସିଲେ ବି ତାକୁ ଅଙ୍ଗନବାଡି ଦିଦିମାନେ ନେଇକି ସମାଧାନ କରୁଛନ୍ତି। ତେଣୁ ୟାରି ଭିତରେ ଗୋଟିଏ କଥା ପରିଲିଖିତ ହେଇଛି କ'ଣ ନା ଆମେ ଯୋଉମାନେ ପାଠ ପଢୁଛେ ମନ ଲଗେଇ ପାଠ ପଢିବା। ଦ୍ୱିତୀୟ କଥା, ଯେଉଁ ଅସୁବିଧା ଆମମାନଙ୍କ ବେଳରେ ଥିଲା ଆପଣମାନଙ୍କ ଭିତରେ ସେ ଅସୁବିଧା ନାହିଁ, ଏବେ ସରକାରଙ୍କର ସବୁ ଯୋଜନା ମୋ ପାଖରେ ପହଞ୍ଚୁଛି। ବାକି ରହିଲା ଆପଣମାନେ ଆସି ବୋଧେ ଏ ବର୍ଷ ନୂଆ କରି କୋଚିଂ ହେଇଛି ଯେହେତୁ ମଙ୍ଗଳା ଷ୍ଟଡିରେ ଆପଣମାନେ ଆସିକି ବିଭିନ୍ନ କ୍ଲାସର ପିଲା ପାଠ ପଢୁଛନ୍ତି ଏବଂ ବଡ଼ ଖୁସିର କଥା ଆପଣମାନଙ୍କୁ ଯେଉଁ ସାର୍ ପାଠ ପଢୁଛନ୍ତି କଳିଙ୍ଗ ପ୍ରସାଦ ସାର୍ ବା ଚିଣ୍ଟୁ ସାର୍, ସେ ଆମ ଅଞ୍ଚଳର ଜଣେ ଦକ୍ଷ ସାର୍। ଆମେ ନିଜେ ଦେଖିଛୁ ସେ ଅଞ୍ଚଳରେ ଅନେକ ପିଲାକୁ ଗଢ଼ିଛନ୍ତି, ପଢ଼ିବା କ୍ଷେତ୍ରରେ ହଉ ବା ସ୍ପୋର୍ଟସ ଖେଳ କ୍ଷେତ୍ରରେ ହଉ ସେ ଅନେକ ନାଁ କରିଛନ୍ତି। ତେଣୁ ମୁଁ ସବୁ ପିଲାମାନଙ୍କୁ ଅନୁରୋଧ କରିବି ଯେ ତୁମ ମନରେ ସେଇଆ ରହିବା ଦରକାର, ଯଦି ମଧୁବାବୁ କହିଥିଲେ ତୁମନେ ଭାବିଛୁ ତୋଷା ବଦିଆର କରି ରଖିବୁ ଜାତୀୟ ମାନ, ତୋଷା ବଦିଆର କୁକୁର ପ୍ରକୃତି ଅଇଁଠା ପଥରେ ଧ୍ୟାନ। ମୋ କଥା ଆପଣମାନେ ବୁଝିପାରୁଥିବେ, ଯେହେତୁ ସାହିତ୍ୟ ଆପଣଙ୍କର ପଢ଼ା ହେଉଥିବ, ତେଣୁ ତୁମେମାନେ ତୁମ ଚରିତ୍ର ବା ତୁମ ପଢ଼ାକୁ ସେଇଭଳି ଦିଗରେ ନେଇଯାଅ ଯେ କାଲି ସକାଳେ ଯଦି ତୁମେ ଓଡ଼ିଶା ଭିତରେ କୋଉଠି କ'ଣ ନାଁ କଲ କଥା ଆସିବ କୋଉଠି ପିଲାମାନେ ପାଠ ପଢୁଥିଲେ, ସେ କୋଉ ସ୍କୁଲରେ ପାଠ ପଢନ୍ତୁ ବା କୋଉ କୋଚିଂରେ ପାଠ ପଢନ୍ତୁ, କଳିଙ୍ଗ ସାରଙ୍କ ନାଁ ହୁଏତ ଆପଣମାନଙ୍କ ମୁହଁରେ ଆସିବ, କି ଜଣେ ପଚାରିଦେବ ଆପଣ କୋଉଠି ପଢୁଥିଲେ, ଆପଣମାନେ ନିଶ୍ଚିତ କାଲି କହିବେ ଯେ ମୁଁ ମା ମଙ୍ଗଳା ଷ୍ଟଡି ସର୍କଲରେ ପାଠ ପଢୁଥିଲି। ତେଣୁ ସମସ୍ତ ଛୋଟ ଛୋଟ କୁନି କୁନି ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ, ତୁମେ ସମସ୍ତେ ପାଠ ପଢ଼ାରେ ଧ୍ୟାନ ଦେବ ଏବଂ ଆଗାମୀ ଭବିଷ୍ୟତରେ ଯେମିତି ଆଗକୁ ଯିବ, ଏତିକି ମୋର ମା ମଙ୍ଗଳା ପାଖରେ ପ୍ରାର୍ଥନା। ଜୟ ଜଗନ୍ନାଥ।